ଆଜି ଆମେ ଆଉ ଗୋଟେ ଗପ ଶୁଣିବା। ଗପଟିର ନାଁ ହେଉଛି ପ୍ରାୟଶ୍ଚିତ। ଆସାମରେ ସାଧାରଣତଃ ବହୁତ ବର୍ଷା ହୁଏ, କିନ୍ତୁ ସେ ବର୍ଷ କ'ଣ ହେଲା କେଜାଣି ମୋଟରୁ ବର୍ଷା ନାହିଁ। ବିଲରେ ଫସଲ ଗୁଡ଼ିକ ପାଣି ନ ପାଇ ଶୁଖି ନଷ୍ଟ ହୋଇଗଲା। ଦେଶର ଚାରିଆଡ଼େ ଦୁର୍ଭିକ୍ଷ ପଡ଼ିଗଲା। ଗାରୋ ଅଞ୍ଚଳର ଲୋକଙ୍କୁ ସବୁଠାରୁ ବେଶୀ ବାଧିଲା। ଅନେକ ଗାଁ ଗଣ୍ଡା ଛାଡ଼ି ବିଦେଶକୁ ପଳାଇଗଲେ। ଗୋଟିଏ ଗାଁରେ ରମାକ ନାମରେ ଜଣେ ଗରିବ ଲୋକଟିଏ ବାସ କରୁଥିଲା। ତାର ରୋଶନ ନାମରେ ଗୋଟିଏ ବୋଲି ପୁଅ ଥିଲା। ବାପ ପୁଅ ଦୁହେଁ ପର ଘରେ ମୂଲ ଲାଗି ଚଳନ୍ତି, କିନ୍ତୁ ସେ ବର୍ଷ ଦୁର୍ଭିକ୍ଷ ପଡ଼ିଥିବାରୁ ତାଙ୍କୁ କିଛି କାମ ମିଳିଲା ନାହିଁ। କାମ ନ ମିଳିବାରୁ ବାପ ପୁଅ ଦୁହେଁ ଯାକ କାମ ଖୋଜି ଖୋଜି ଦିନେ ଦୂର ଗାଁକୁ ଚାଲିଗଲେ ଏବଂ ସେଠାରେ ଥିବା ଏକ ଧନୀ ଲୋକର ଜମିରେ କାମ କରି ସେଠାରୁ ବାପ ପୁଅ ଦୁଇଜଣ ଦୁଇଟି ଡାଲାରେ କିଛି ଚାଉଳ ଧରି ଘରକୁ ଫେରିଲେ। ବାଟରେ ଫେରୁଥିବା ସମୟରେ ରୋଶନକୁ ଶୋଷ ଲାଗିଲା। ସେ ବାପାକୁ ଛାଡ଼ି ପାଣି ପିଇବାକୁ ରାସ୍ତା କଡ଼ରେ ଥିବା ଝରଣା ପାଖକୁ ଗଲା। ଏତିକିବେଳେ ରମାକ ମୁଣ୍ଡରେ ଏକ ପାପ ବୁଦ୍ଧି ଦିଶିଲା। ସେ ତାର ନିଜ ଚାଉଳ ଡାଲାକୁ ଦେଖି ଭାବିଲା, ଏଇ ଗଣ୍ଡାକ ଚାଉଳରେ କେତେ ବା ଭାତ ହେବ? ସେଥିରେ ତ ମୋ ପେଟ ପୂରିବ ନାହିଁ। ଲହା ଭାବି ସେ ତା ପୁଅ ଡଲାରୁ 3 ମୁଠା ଚାଉଳ ଆଣି ନିଜ ଡାଲାରେ ରଖିଦେଲା ଏବଂ ପୁଅର ଡାଲା ଚାଉଳକୁ ହାତ ମାରି ସମାନ କରିଦେଲା, ଯେପରି ତା ପୁଅ କିଛି ଜାଣି ନ ପାରିବ। ସେଦିନର ଘଟଣା ପୁଅ କିଛି ଜାଣିପାରିଲା ନାହିଁ। ଦୁର୍ଭିକ୍ଷ ସମୟ କଟିଗଲା। ଲୋକମାନେ ଚାଷବାସ କରି ପୁଣି ପୂର୍ବ ପରି ଚଳିଲେ। ରମାକର ଅବସ୍ଥା ବଦଳିଗଲା, କିନ୍ତୁ ବେଶୀ ଦିନ ସୁଖରେ ରହିବା ତା ଭାଗ୍ୟରେ ନଥିଲା। ଅଳ୍ପ ଦିନ ବେମାର ପଡ଼ି ସେ ସଂସାରରୁ ବିଦାୟ ନେଲା। ପୁଅ ରୋଶନ ପୁରୋହିତମାନଙ୍କୁ ଡକାଇ ବିଧି ବିଧାନ ଅନୁସାରେ ବାପାର ଶୁଦ୍ଧିକ୍ରିୟା କଲା ଏବଂ ଶ୍ରୁତିରକ୍ଷା ପାଇଁ ଶ୍ମଶାନରେ ତା ନାଁରେ ଏକ ସମାଧି ତୋଳିଦେଲା। ମୃତ୍ୟୁ ପରେ ରମାକ ପୁନର୍ଜନ୍ମ ପାଇଲା, କିନ୍ତୁ ସେ ଆଉ ମନୁଷ୍ୟ ହେଲା ନାହିଁ। ପୁଅ ଡାଲାରୁ ଚାଉଳ ଚୋରି କରିଥିବା ଯୋଗୁଁ ସେ ଗୋରୁ ଜନ୍ମ ପାଇଲା। ଘଟଣା ଚକ୍ରରେ ସେ ଆସି ରୋଶନର ଗୁହାଳରେ ବନ୍ଧା ହେଲା। 5 ବର୍ଷ କାଳ ଆଉ ଏକ ବଳଦ ସାଙ୍ଗରେ ହଳରେ ଯୋଚା ହୋଇ ତାର ବିଲ ଚଷିଲା। ଶେଷରେ ଘରେ ସେ ମଲା। ଗୋରୁ ମୁଣ୍ଡକୁ ଫସଲ କିଆରୀରେ ରଖିବା ପ୍ରଥା ସବୁ ଦେଶରେ ଅଛି। ରୋଶନ ତା ମଲା ଗୋରୁ ମୁଣ୍ଡକୁ ଗୋଟିଏ ଖୁଣ୍ଟରେ ରଖି ବଗିଚାରେ ପୋତିଦେଲା। ତାକୁ ଦେଖି କୁଆ ଓ ମାଙ୍କଡ଼ ଉଭୟ ଆଉ ତା ପରିବା ନଷ୍ଟ କଲେ ନାହିଁ। ଥରେ ଜଣେ ସ୍ତ୍ରୀଲୋକ କିଛି କାକୁଡ଼ି ଚୋରି କରିବା ଆଶାରେ ସନ୍ଧ୍ୟା ପରେ ସେ ବଗିଚାରେ ପଶିଲା। ମାତ୍ର କାକୁଡ଼ିରେ ହାତ ଦେବା ପୂର୍ବରୁ ସେ ଏକ ଶବ୍ଦ ଶୁଣିଲା। ସେ ଚମକି ପଡ଼ି ସେହି ଶବ୍ଦକୁ କାନ ଡେରିଲା। ଗୋରୁ ମୁଣ୍ଡଟା ମଣିଷ ଭାଷାରେ କହୁଛି, ମାଉସୀ, ଚୋରି କରନା। ମୋ ପୁଅ ଡାଲାରୁ ମୁଁ ଥରେ 3 ମୁଠା ଚାଉଳ ଚୋରି କରିଥିଲି ବୋଲି ଗୋରୁ ଜନ୍ମ ପାଇଲି। ଖାଲି ସେତିକି ନୁହେଁ,
ତାହାରି ବିଲରେ 5 ବର୍ଷ କାଳ ହଳ କଲି। ଶେଷରେ ମଲା ପରେ ତାର ପରିବା କିଆରୀକୁ ଜଗି ରହିଛି। ମୋ ଅନୁତାପ ଆସିବ ବୋଲି ଡିଙ୍ଗିପା ଠାକୁରାଣୀ ମୋତେ ଏ ଦଣ୍ଡ ଦେଇଛନ୍ତି। ସେ ସ୍ତ୍ରୀଲୋକ ଆଉ କାକୁଡ଼ି ଚୋରି କରିବ କ'ଣ? ଥରି ଥରି ରୋଶନ ଘରକୁ ଯାଇ ତା ଆଗରେ ସମସ୍ତ ଘଟଣା କହିଲା। ଏକଥା ଶୁଣି ରୋଶନ ମନରେ ଭାରି କଷ୍ଟ ହେଲା। ସେଇ କଥା ଭାବି ଭାବି ରାତିରେ ସେ ଶୋଇପାରିଲା ନାହିଁ। ପରଦିନ ସକାଳୁ ଯାଇ ସେ ସେଇ ଗୋରୁ ମୁଣ୍ଡଟିକୁ ଆଣି ପୋତି ପକାଇଲା। ସେଦିନ ରାତିରେ ରୋଶନ ଏକ ସ୍ୱପ୍ନ ଦେଖିଲା। ତା ବାପା ତା ଆଗରେ ଠିଆ ହୋଇ କହୁଛି, ପୁଅ, ତୁ ମୋତେ କ୍ଷମା କଲୁ ନା ନାହିଁ? ତୋଠାରୁ ହଁ ଶୁଣିଲେ ମୁଁ ଶାନ୍ତିରେ ବିଦାୟ ନେବି। ରୋଶନ କହିଲା, ହଁ ବାପା। ଏତିକି କହିବା କ୍ଷଣି ସଙ୍ଗେ ସଙ୍ଗେ ତାର ନିଦ ଭାଙ୍ଗିଗଲା।